tu solta putaria, porra. ଭାବନ୍ତୁ ଜଣେ ଯୁବକ ଦିନରେ ରେଳବାଇ ଷ୍ଟେସନରେ ଟିକେଟ ଚେକ୍ କରୁଥିଲେ। କିଛି ବର୍ଷ ପରେ ସେହି ଯୁବକ ସାରା ବିଶ୍ୱରେ ସମ୍ମୁଖରେ ୱାର୍ଲଡ କପ୍ ଆଇଲେ। ଏହା କେବଳ ଏକ କ୍ରିକେଟଙ୍କ କାହାଣୀ ନୁହେଁ, ଏହା ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ସାଧାରଣ ଯାତ୍ରା। 1981 ଜୁଲାଇ 7 ତାରିଖରେ ଝାରଖଣ୍ଡ ଅଞ୍ଚଳରେ ମହେନ୍ଦ୍ର ସିଂ ଧୋନି ଜନ୍ମ ହୋଇଥିଲା। ସେ ଏକ ସାଧାରଣ ପରିବାରରେ ବଡ଼ ହୋଇଥିଲେ। ତାଙ୍କର ବାପା ପାନ ସିଂ ଏକ କମ୍ପାନୀରେ କାମ କରୁଥିଲେ ଏବଂ ମା ଦେବକୀ ଦେବୀ ଘର ସମ୍ଭାଳୁଥିଲେ। ସେତେବେଳେ କେହି ଭାବି ନଥିଲେ ଯେ ଏହି ପିଲା ଦିନ ଭାରତର ସବୁଠାରୁ ସଫଳ କ୍ୟାପ୍ଟେନ ହେବ। ସ୍କୁଲ ଦିନରେ ଧୋନିଙ୍କ ପ୍ରିୟ ଖେଳ କ୍ରିକେଟ ନୁହେଁ, ଫୁଟବଲ ଥିଲା। ସେ ଗୋଲକିପର ଭାବେ ଖେଳୁଥିଲେ। ଦିନେ ତାଙ୍କର ସ୍ପୋର୍ଟ ଟିଚର ତାଙ୍କୁ କ୍ରିକେଟ ମ୍ୟାଚରେ ୱିକେଟ କିପର କରିବାକୁ କହିଥିଲେ। ସେହି ଛୋଟ ନିଷ୍ପତ୍ତି ତାଙ୍କର ଜୀବନରେ ଦିଗ ବଦଳାଇ ଦେଇଥିଲା। ଧୋନି ରାଞ୍ଚିରେ ଛୋଟ ମଇଦାନରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଥିଲେ। ତାଙ୍କର ବ୍ୟାଟିଂ ଓ ଦ୍ରୁତ ୱିକେଟ କିପର ଧୀରେ ଧୀରେ ସମସ୍ତଙ୍କ ନଜର ଆକର୍ଷଣ ହେଲା। ତଥାପି ଭାରତୀୟ ଦଳରେ ପହଞ୍ଚିଥିବାର ସ୍ୱପ୍ନ ସେତେବେଳେ ଅନେକ ଦୂରରେ ଥିଲା। 2001 ମସିହାରେ ଧୋନି ଭାରତୀୟ ରେଳବାଇରେ ଡ୍ରାଇଭିଂ ଟିକେଟ ଏକ୍ସପ୍ରେସ ଟିଟିରେ ଭାବେ ପଶ୍ଚିମବଙ୍ଗ ଖଡଗପୁର ରେଳବାଇ ଷ୍ଟେସନରେ ଟିକେଟ ଚେକ୍ କରୁଥିଲେ। ଦିନରେ ଚାକିରି ଏବଂ ସନ୍ଧ୍ୟାରେ କ୍ରିକେଟ ଏଇଭଳି କଷ୍ଟକର ଜୀବନ ମଧ୍ୟ ସେ ନିଜର ସ୍ୱପ୍ନକୁ ଦେବି। କିନ୍ତୁ କିଏ ଜାଣିଛି ରେଳବାଇ ଷ୍ଟେସନରେ ଟିକେଟ ଚେକ୍ କରୁଥିବା ସେହି ଯୁବକ କିଛି ବର୍ଷ ପରେ ଭାରତର ୱାର୍ଲଡ କପ୍ ଚମ୍ପିଆନ କରିଦେବ।